ଜଣେ ବିମାନ ଚାଳକଙ୍କର ଗୋଟିଏ ଅଦ୍ଭୁତ ଅଭ୍ୟାସ ଥିଲା। ସେ ଯେତେବେଳେ ନିଜର ଘର ପାଖରେ ଥିବା ଏୟାରପୋର୍ଟରୁ ବିମାନ ନେଇ ଯାତ୍ରା ଆରମ୍ଭ କରୁଥିଲେ, ସେତେବେଳେ ବିମାନଟି ଉପରକୁ ଉଡ଼ିଯିବା ମାତ୍ରେ ସେ ସର୍ବଦା ସହଚାଳକଙ୍କ ହାତରେ ବିମାନ ଚାଳନା ଛାଡ଼ିଦେଇ ତାଙ୍କ ପାଖରେ ଥିବା କାଚ ଝରକା ବାଟେ କିଛି ସମୟ ପାଇଁ ତଳକୁ ଚାହିଁ ରହୁଥିଲେ। ଦିନେ ତାଙ୍କର ସେହି ସହଚାଳକ ତାଙ୍କୁ ପଚାରିଲେ, ଆପଣ ସବୁବେଳେ ତଳକୁ ଚାହିଁ କ'ଣ ଦେଖୁଛନ୍ତି? ବିମାନ ଚାଳକ ତଳକୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଏଇ ଦେଖନ୍ତୁ, ନଈକୂଳରେ ବସି ଜଣେ ବାଳକ କେମିତି ମାଛ ଧରୁଛି। ବାଳକ ଥିଲାବେଳେ ମୁଁ ମଧ୍ୟ ଠିକ୍ ସେଇ ଜାଗାରେ ବସି ମାଛ ଧରୁଥିଲି, ଆଉ ମୋ ଉପର ଦେଇ ଗୋଟିଏ ଉଡ଼ାଜାହାଜ ଉଡ଼ିଯାଉଥିବା ସମୟରେ ମୁଁ ବଡ଼ ବିସ୍ମୟରେ ତାକୁ ଚାହିଁ ରହୁଥିଲି। ପୁଣି ମନେ ମନେ ଭାବୁଥିଲି, ମୁଁ ଦିନେ ବିମାନ ଚାଳକ ହେଇପାରନ୍ତି କି? କିନ୍ତୁ ଏବେ ଭାବୁଛି, ମୁଁ ପୁଣି ସେଇ ଜାଗାକୁ ମାଛ ଧରିବାକୁ ଫେରିଯାଆନ୍ତି କି? ଆମ ମନରେ ଅନେକ ଇଚ୍ଛା ଜାତ ହୁଏ, ମାତ୍ର ସେଇ ଇଚ୍ଛା ସଫଳ ହେବା ପରେ ମଧ୍ୟ ତୃପ୍ତି ଆସେନି। କାରଣ ଆମର ଇଚ୍ଛା ସବୁ ଈଶ୍ୱରଙ୍କର ଇଚ୍ଛାନୁମୋଦିତ ହୋଇନଥାଏ। କେବଳ ଈଶ୍ୱରଙ୍କ ଦ୍ୱାରା ସମର୍ଥିତ ଇଚ୍ଛା ହିଁ ଆମକୁ ତୃପ୍ତ କରିପାରେ। ଜଣେ ରାଜା ଏହି ବିଷୟକୁ ଅଗ୍ରାଧିକାର ଦେଇଥିବାରୁ ସେ ତୃପ୍ତି ଲାଭ କରିଥିଲେ। ସେ ପ୍ରଥମେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବା ପାଇଁ ଅନ୍ୱେଷଣ କରୁଥିବାରୁ ସଦାପ୍ରଭୁ ତାଙ୍କର ମନୋବାଞ୍ଛା ସଫଳ କରିଥିଲେ। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମର ମନୋବାଞ୍ଛା ଈଶ୍ୱରଙ୍କର ଇଚ୍ଛାନୁମୋଦିତ ହୁଏ, ସେତେବେଳେ ଯେଉଁ ବିଷୟ ଆମକୁ ତୃପ୍ତି ଦିଏ ନାହିଁ, ତା ପାଇଁ ଆମେ ଆକାଂକ୍ଷିତ ନ ହୋଇ ଈଶ୍ୱରଙ୍କ ସାନ୍ନିଧ୍ୟରେ ଆନନ୍ଦ ଅନ୍ୱେଷଣ କରୁ। ସେଥିପାଇଁ ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ, ପ୍ରଭୁଙ୍କଠାରେ ଆନନ୍ଦିତ ହୁଅ, ସେ ତୁମର ମନୋବାଞ୍ଛା ପୂର୍ଣ୍ଣ କରିବେ।